मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମପୂର୍ଣ୍ଣ ନମସ୍କାର। ଆପଣମାନେ କେମିତି ଅଛନ୍ତି? ଏହି ସ୍ଥାନକୁ ଦେଖୁଛନ୍ତି କେତେ ସୁନ୍ଦରରେ। ଆପଣ ଏହା କହୁଛନ୍ତି ନା ମୁଁ ଆଗରୁ ଆପଣମାନଙ୍କୁ କହିଥିଲି। ଆଜ୍ଞା ହଁ, ଏହା ସ୍ୱିଡେନ ଦେଶ ଅଟେ। ଏହା ୟୁରୋପ ମହାଦେଶରେ ଅବସ୍ଥିତ ପାହାଡ଼ିଆ ପର୍ବତୀୟ ଅଞ୍ଚଳ ଅଟେ। କ'ଣ ଆପଣ ମୋ ପଛଭାଗରେ ସମୁଦ୍ର ଦେଖିପାରୁଛନ୍ତି? ଏହା ପ୍ରଶାନ୍ତ ମହାସାଗରର ଉପରି ଭାଗର ସମୁଦ୍ର ଅଂଶ ଥିବାରୁ ଏହାକୁ ନର୍ଥ ସି ବୋଲି ମଧ୍ୟ କୁହାଯାଏ। ଏଠାରେ ସବୁବେଳେ ଥଣ୍ଡା ପବନ ବହୁଥାଏ ଯେହେତୁ ଏହା ସମୁଦ୍ର କୂଳବର୍ତ୍ତୀ ଏକ ସୁନ୍ଦର ସ୍ଥାନ ଅଟେ। ଏଣୁ ପ୍ରଭୁଙ୍କ ପ୍ରିୟ ଲୋକମାନେ ସମସ୍ତ ବିଷୟକୁ ଅନାଇବା ପରେ ଦେଖିବା ପରେ ବାସ୍ତବରେ ଈଶ୍ୱରଙ୍କ ଅଦ୍ଭୁତ ସୃଷ୍ଟିର ପ୍ରକୃତିର ସୌନ୍ଦର୍ଯ୍ୟକୁ ଯେତେବେଳେ ଆମେମାନେ ଦେଖିଥାଉ ବହୁତ ଆନନ୍ଦରେ ଆମମାନଙ୍କ ହୃଦୟ ଉଛୁଳି ଉଠିଥାଏ। ଏଣୁ ସବୁ ବିଷୟ ନିମନ୍ତେ ପ୍ରଭୁଙ୍କର ଗୌରବ ଓ ପ୍ରଶଂସା ହେଉ। ତେବେ ଆଜିର ବାକ୍ୟ ନିମନ୍ତେ ଆମେମାନେ ଆସନ୍ତୁ ଧର୍ମଶାସ୍ତ୍ର ଖୋଲିବା। ଗୀତ ସଂହିତା 119 ଅଧ୍ୟାୟ 165 ପଦ। ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି। ଏଠାରେ ଈଶ୍ୱରଙ୍କ ଭକ୍ତ ଏହିପରି କହୁଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ସ୍ନେହ କରନ୍ତି। ଈଶ୍ୱରଙ୍କ ବାକ୍ୟ ପ୍ରତି ଯେଉଁମାନଙ୍କ ଅନ୍ତରରେ ହୃଦୟରେ ପ୍ରେମ ରହିଅଛି ସେମାନଙ୍କୁ ପରମେଶ୍ୱର ଆପଣାର ମହାଶାନ୍ତି ପ୍ରଦାନ କରିଥାନ୍ତି। ଏଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମମାନଙ୍କ ପ୍ରେମ କରିବାର ବିଷୟ କ'ଣ ଈଶ୍ୱରଙ୍କ ବାକ୍ୟ ଅଟେ? ଯଦି ହଁ, ତେବେ ପରମେଶ୍ୱର ଆମମାନଙ୍କୁ ଅଧା ଶାନ୍ତି ଦେବେ ନାହିଁ ବା ଆମମାନଙ୍କୁ ପୂର୍ଣ୍ଣ ଶାନ୍ତି ବି ନୁହଁ, ମହାଶାନ୍ତି ଯାହାକି ଅଦ୍ଭୁତ, ଯାହାକି କେବଳ ଈଶ୍ୱର ହିଁ ଦେଇପାରନ୍ତି, ସେହିପରି ଶାନ୍ତି ସେ ଆଜି ଆମମାନଙ୍କୁ ଦେବା ନିମନ୍ତେ ଚାହୁଁଅଛନ୍ତି। ଆମମାନଙ୍କ ସର୍ବ କ୍ଷେତ୍ରରେ ପରମେଶ୍ୱର ଆପଣାର ଅପାର ମହାଶାନ୍ତିକୁ ସେ ପ୍ରଦାନ କରିବେ। ଆମ୍ଭେମାନେ ଯଦି ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରିବା ତେବେ ଈଶ୍ୱରଙ୍କ ବାକ୍ୟ ପ୍ରମାଣେ ତାହାଙ୍କ ଅଦ୍ଭୁତ ମହାଶାନ୍ତି ପରମେଶ୍ୱର ନିଶ୍ଚୟ ଆମମାନଙ୍କ ଜୀବନରେ ପ୍ରଦାନ କରିବେ। ମୋହର ଜଣେ ସମ୍ପର୍କୀୟ ଥିଲେ ଯିଏକି ହିନ୍ଦୁ ସ୍ୱାମୀଙ୍କୁ ବିବାହ କରିଲେ। ତେବେ ସେହି ସ୍ୱାମୀ ଜଣକ, ସେହି ସ୍ତ୍ରୀଙ୍କ ସ୍ୱାମୀ ଜଣକ ଯେହେତୁ ସେ ହିନ୍ଦୁ ଥିଲେ, ଏହି ସ୍ତ୍ରୀଙ୍କୁ ବା ମୋ ସମ୍ପର୍କୀୟ ଭଉଣୀଙ୍କୁ କେବେ ମଧ୍ୟ କୌଣସି ଚର୍ଚ୍ଚ ଯିବା ପାଇଁ, କୌଣସି ସଭାକୁ ଯିବା ପାଇଁ, କୌଣସି ଏପରିକି ବାକ୍ୟ ମଧ୍ୟ ସେ ମୋବାଇଲ ଯୋଗେ ଇଣ୍ଟରନେଟ୍ ମାଧ୍ୟମରେ ଶୁଣିବାକୁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ମନା କରାଯାଇଥିଲା। କିନ୍ତୁ ବହୁତ ଆଶ୍ଚର୍ଯ୍ୟର ବିଷୟ ଏହା ଅଟେ ଯେ ସେ ଭଉଣୀ ଜଣକ ଈଶ୍ୱରଙ୍କ ପବିତ୍ର ବାକ୍ୟକୁ ଗୁପ୍ତ ଭାବରେ ସେ ଲୁଚାଇ ରଖିଥିଲେ। ପୁଣି ଯେତେବେଳେ ତାଙ୍କ ସ୍ୱାମୀ ଦ୍ୱିପହରରେ ଖାଇସାରିବା ପରେ ବିଶ୍ରାମ ନେଉଥିଲେ, ସେହି ସମୟରେ ସେ ଦୌଡ଼ି ଯାଇ ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରୁଥିଲେ। ପୁଣି ସେ ଏପରି ମୋତେ କୁହନ୍ତି, ଭାଇ, ମୁଁ ଯେତେବେଳେ ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରେ ସେତେବେଳେ ସ୍ୱୟଂ ପ୍ରଭୁ ଯୀଶୁ ମୋ ସଙ୍ଗରେ କଥା ହୁଅନ୍ତି। ପୁଣି ମୁଁ ଈଶ୍ୱରଙ୍କର ଅଦ୍ଭୁତ ମହାଶାନ୍ତିକୁ ଆପଣା ଜୀବନରେ ଅନୁଭବ କରି ଆସୁଅଛି। ଦେଖନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଭଉଣୀ ଜଣଙ୍କର ଏତେ ଅସୁବିଧା ସମସ୍ୟା ରହିବା ସତ୍ତ୍ୱେ ସେ କୌଣସି ସଭାକୁ ମଧ୍ୟ ଯିବାର ସୁଯୋଗ ପାଇପାରୁନାହାନ୍ତି। ତଥାପି ଈଶ୍ୱରଙ୍କ ବାକ୍ୟ ପ୍ରତି ତାଙ୍କ ହୃଦୟରେ ଅତ୍ୟନ୍ତ ପ୍ରେମ ରହିଥିବାରୁ, ସେ ଅତ୍ୟଧିକ ମାତ୍ରାରେ ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରୁଥିବାରୁ ସେ ସମୟର ସୁଯୋଗକୁ ସଦ୍ବ୍ୟବହାର କରି କେବେ ମଧ୍ୟ ଏକଲାରେ ସେ ସମୟକୁ ନଷ୍ଟ ନ କରି ତହିଁର ସଦୁପଯୋଗ କରି ଈଶ୍ୱରଙ୍କ ବାକ୍ୟ ସହିତ ନିଜର ଯଥେଷ୍ଟ ଖାଲି ସମୟକୁ ସେ ବ୍ୟବହାର କରିବାର ଆମ୍ଭେମାନେ ଦେଖିଲୁ ବା ଶୁଣିଲୁ। ତେବେ ପ୍ରଭୁଙ୍କ ଲୋକମାନେ, ଆମ୍ଭେମାନେ କେବଳ ସମସ୍ତ ବିଷୟକୁ ଜାଣିଅଛୁ ତାହା ବଡ଼ କଥା ନୁହଁ। ଆମ୍ଭେମାନେ କ'ଣ ଈଶ୍ୱରଙ୍କ ବାକ୍ୟକୁ ପ୍ରେମ କରି ଆସୁଅଛୁ? ଏହି ଭଉଣୀ ଜଣଙ୍କର ଜୀବନରୁ ଆମ୍ଭେମାନେ ଏହି ବିଷୟକୁ ନିଶ୍ଚୟ ଶିଖିବା ଆବଶ୍ୟକ ରହିଅଛି। ପରମେଶ୍ୱର ଅନେକ ଅନୁଗ୍ରହ, ଅନେକ ସାହାଯ୍ୟ ଉପକାର ଆମମାନଙ୍କ ଜୀବନରେ ନିତାନ୍ତ କରିଅଛନ୍ତି, କିନ୍ତୁ ତାହାଙ୍କ ବାକ୍ୟ ପ୍ରତି ଆଜି ଆମମାନଙ୍କ ହୃଦୟରେ ପ୍ରେମ ନଥିବାର ଆମ୍ଭେମାନେ ଆଜି ଦେଖିବାକୁ ପାଉ। ତେବେ ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆଜି ଆପଣଙ୍କର ଅନୁଭୂତି କିପରି? ଆପଣ କ'ଣ ଈଶ୍ୱରଙ୍କୁ ସେ ମହାଶାନ୍ତିକୁ ପ୍ରତିଦିନିଆ ଜୀବନରେ ଅନୁଭବ କରିପାରୁଅଛନ୍ତି? ଆମେମାନେ ସେ ଭଉଣୀଙ୍କ ଠାରୁ ଏହା ଆଜି ପ୍ରେରଣା ପ୍ରାପ୍ତ ହେଉ। ପ୍ରତିଦିନ ଈଶ୍ୱରଙ୍କ ବାକ୍ୟକୁ ଯଥେଷ୍ଟ ମାତ୍ରାରେ ଧ୍ୟାନ କରୁ। ପୁଣି ଆମମାନଙ୍କ ଅନ୍ତରରେ ଈଶ୍ୱରଙ୍କ ବାକ୍ୟ ପ୍ରତି ପ୍ରେମକୁ ଆମ୍ଭେମାନେ ଆପଣାଉ। ତେବେ ଆସ ଆମେମାନେ ସମର୍ପିତ ହେଉ
ପ୍ରିୟ ପିତା ପରମେଶ୍ୱର ପ୍ରଭୁ ତୁମ ହସ୍ତରେ ଆମେ ପ୍ରତ୍ୟେକ ସମର୍ପିତ ହେଉଛୁ। ତୁମ୍ଭ ବାକ୍ୟର ପ୍ରେମିକ ହେବା ପାଇଁ ଆମ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ କରିଦିଅ। ତୁମ ହସ୍ତରେ ଆମ ଜୀବନ ଭବିଷ୍ୟତ ସମର୍ପଣ କରି ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍ ଆମେନ୍।